2025 ଏମିତି ଗୋଟେ ବର୍ଷ 6 ମାସ ପ୍ରାୟ ହେଇଛି। ଏ ବର୍ଷରେ ଆହୁରି 6 ମାସ ବାକି ଅଛି, କିନ୍ତୁ ଏ 6 ମାସ ଭିତରେ ଅନେକ କିଛି ଦୁର୍ଘଟଣା ଯାହାକି ଆମ ଦେଶ ପାଇଁ ଅନେକ ଦୁଃଖ ନେଇକି ଆସିଛି। କୁମ୍ଭମେଳାର ଦଳା ଚକଟା, ପେଲଗାମରେ ଆତଙ୍କବାଦୀମାନେ ପଶିକି ମାରିଦେଲେ ନିରୀହ ଲୋକମାନଙ୍କୁ, ପ୍ଲେନ୍ କ୍ରାସ୍ ଯେଉଁଟାକି ଏବେ ରିସେଣ୍ଟ ହେଇଛି, 200ରୁ 300 ଲୋକ ଭିତରେ ସେମାନଙ୍କର ପ୍ରାଣ ଚାଲିଯାଇଛି। ବେଳେବେଳେ ଏମିତି ଗୋଟେ ବର୍ଷ ଆସେ ଯେ କି ଆମ ଜୀବନରେ ବହୁତ ସାରା କ୍ଷତି ପହଞ୍ଚାଏ, ବଟ୍ ଯାହା ହେଇଯାଇଛି ତାକୁ ତ ଆମେ ଫେରେଇକି ଆଣିପାରିବା ନାହିଁ। ମୁଁ ସବୁବେଳେ ଚେଷ୍ଟା କରେ ଯାହା ହେଉଛି ଜୀବନରେ, ଯାହା କିଛି ଭୁଲ ହେଉଛି ବା ଯାହା କିଛି ଖରାପ ହେଉଛି ବା ଯାହା କିଛି ଦୁଃଖ ଆମ ଲାଇଫରେ ଆସୁଛି, ତା ଦେହରୁ ଆମେ କିଛି ଏ, ଏ, ଆଗକୁ ଯେମିତି ନ ହେବ ବା କାହିଁକି ହେଲା ସେସବୁର ତର୍ଜମା କରି କିଛି ଶିଖିବାକୁ ଆମେ ଚେଷ୍ଟା କରିବା। ମୋର ନେଚର ହେଉଛି ଏଇଆ। କୁମ୍ଭ ମେଳା ବେଳେ ମୋ ମନରେ ପ୍ରଶ୍ନ ନିହାତି ଭାବରେ ଆସିଥିଲା କି ସତରେ କ'ଣ କୁମ୍ଭରେ ସ୍ନାନ କଲେ ପାପ ଧୋଇଯାଏ? ଯେହେତୁ ଏ 12 ବର୍ଷରେ ଥରେ ପଡ଼ୁଛି, କିନ୍ତୁ ସତରେ କ'ଣ ପାପ ଧୋଇଯାଏ? 12 ବର୍ଷ ପାପ କରି ମୁଁ ପୁଣି ଥରେ କୁମ୍ଭକୁ ଯାଇ ଯଦି ବୁଡ଼ ପକେଇଦେବି, କ'ଣ ସତରେ ମୋ ପାପ ଧୋଇଯିବ? ଏ ପ୍ରଶ୍ନ ଆଜି ବି ମୋ ପାଇଁ ଗୋଟେ ପ୍ରଶ୍ନ ଯାହାର ଉତ୍ତର ମୁଁ ପାଇପାରି ନାହିଁ। ବଟ୍ ମୁଁ ଗୋଟେ ମଣିଷ ହିସାବରେ ଏ କଥା ଯେତେବେଳେ ଚିନ୍ତା କରେ, ପାପ ଧୋଉ କି ନ ଧୋଉ, ମୁଁ ସେ ଭିଡ଼କୁ ଯାଇ ମୋ ଜୀବନଟା ଦେଇଦେବା କେତେ ଦୂର ଯଥାର୍ଥ? ହଁ, ଯଦି ଫାଙ୍କା ଅଛି, ଠିକ୍ରେ ପ୍ରି ପ୍ଲାନ୍ ଅଛି, ଠିକ୍ଠାକ୍ ଅଛି, ଦେଖନ୍ତୁ ଦୁନିଆରେ ଭକ୍ତି ତ ନିହାତି ରହିବା ଉଚିତ, ଆଉ ଭଗବାନ ନିହାତି ଭାବରେ ଅଛନ୍ତି। ସେସବୁକୁ ଅସ୍ୱୀକାର ମୁଁ କେବେ କରେ ନାହିଁ, ଆଜି ବି କରୁନାହିଁ। କିନ୍ତୁ ଭଗବାନ ଯେ କେବଳ ସେ ଭଗବାନଙ୍କ ପାଖକୁ ଯାଇକି ପୂଜା କଲେ ମିଳିବେ, ସେ କଥା ବି ମୁଁ ବିଶ୍ୱାସ କରେ ନାହିଁ। ତ କୁମ୍ଭ ମେଳାରେ ଦଳା ଚକଟାର କାରଣ ମୁଁ ଭାବୁଛି ଆମେମାନେ ନିଜେ ପବ୍ଲିକ୍। ଆଜିକାଲି ସୋସିଆଲ ମିଡ଼ିଆ ଜମାନାରେ କେଉଁଠି କିଏ ଗୋଟେ ମିଛରେ ପ୍ରମୋସନ୍ କରିଦେଲା ବା ଗୋଟେ ଜାଗାକୁ ଯଦି ଆମେ ଦେଖେଇଦେଲେ, ଆମେମାନେ ସେଇଠିକି ଧାଇଁଲେ, ସେଇଠି ଭିଡ଼ ହେଲା, ସେଇଠି ଭିଡ଼ ଜମିଲା, ତାଦ୍ୱାରା କେତେ କ୍ରାଇମ୍ ବା କ୍ରିମିନାଲ ଆକ୍ଟିଭିଟିଜ୍ ବି ବଢ଼ୁଛି। ଚୋରି ଠାରୁ ଆରମ୍ଭ କରି ଏଭ୍ରିଥିଙ୍ଗ, ଦଳା ଚକଟା, କିଏ ଗୋଟେ ମିଛରେ ବି ଯଦି ହାଲ୍ଲା କରିଦେବ, ସିଏ ତାକୁ ପେଲିଲା, ସେ ତାକୁ ପେଲିଲା, ତା ଭିତରେ ତଳେ ପଡ଼ିକି କେତେ ନିରୀହ ଜୀବନ ବା ଛୋଟ ଛୁଆଙ୍କର ଜୀବନ ଚାଲିଯାଉଛି। ସୋ କୁମ୍ଭମେଳା ଦଳା ଚକଟାରେ ଦାୟୀ ଆମେ ନିଜେ। ପେହେଲଗାମରେ ନିରୀହ ଲୋକଙ୍କୁ ମାରିବା ସମ୍ପୂର୍ଣ୍ଣ ଭାବରେ ଟେରରିଷ୍ଟ ମାନଙ୍କର ଭୁଲ, ବଟ୍ ଯଦି ଆମେ ତାକୁ ଟିକେ ତର୍ଜମା କରିବା, ଆମେ ନିଜେ ଚିନ୍ତା କରିବା, କ୍ରାଇମ୍ କେବଳ ପେହେଲଗାମରେ ହେଇନଥିଲା। କ୍ରାଇମ୍ ଆଜିକାଲିକା ଡେଟ୍ରେ ପ୍ରତ୍ୟେକ ଗଳି କନ୍ଦିରେ କ୍ରାଇମ୍ ହେଉଛି, ଆଉ ଆମେ ସେ କ୍ରିମିନାଲ ମାନଙ୍କୁ ଦେଖୁଛନ୍ତି ବା ସେ କ୍ରାଇମ୍କୁ ଦେଖୁଛନ୍ତି, ହେଲେ ଚୁପ୍ ରହୁଛନ୍ତି। ଆମର ଚୁପ୍ ରହିବା ଯୋଗୁଁ ଆଜି ପ୍ରାୟ ଭାରତରେ ବାଂଲାଦେଶୀ ମାନେ ପ୍ରବେଶ କରିକି ତାଙ୍କର କାୟା ବିସ୍ତାର କରିବା ଆରମ୍ଭ କଲେଣି। ସୋ ଅନ୍ୟାୟକୁ ସହିକି ଆମର କ'ଣ ଯାଉଛି, ଆମର ଘରେ ରହିବା ଏସବୁ ଭାବିକି ଧୀରେ ଧୀରେ ଅନ୍ୟାୟ ଏତେ ବଢ଼ିଯିବ ଯେ ଆମ ଘରେ ପଶିକି ସେମାନେ ମାରିବେ। ତ ଏସବୁ ପାଇଁ ଆମକୁ ନିଜକୁ ସଚେତନ ହେବାକୁ ପଡ଼ିବ, ଅନ୍ୟାୟକୁ ବିରୋଧ କରିବାକୁ ପଡ଼ିବ। ଭାରତୀୟମାନଙ୍କର ଶକ୍ତି ବିଲକୁଲ ବି କମ୍ ନୁହଁ, ଆଉ ଭାରତୀୟମାନେ ସବୁକିଛି କରିପାରୁଥିଲେ, କରିପାରିବେ ମଧ୍ୟ। ତ ସେଥିପାଇଁ ଆପଣମାନେ ବି ଚିନ୍ତା କରିବା ଦରକାର, ଗଳି କନ୍ଦିରେ କିଏ ଗୋଟେ ବାହାର ଲୋକ ପଶିଲେ କ୍ୱେଶ୍ଚନ୍ କରିବା ଉଚିତ ଯେ ତମେ କିଏ, ଏ କଲୋନୀରେ ବା ଆମ ଗାଁରେ ତମେ କ'ଣ କରିବାକୁ ଆସିଛ। ସେ ସାହସ ନିଜ ଭିତରେ କ୍ରିଏଟ୍ କରିବା ଉଚିତ ଯେ କିଏ ତମେ। ସେଥିପାଇଁ ଯଦି ଜୀବନ ଯିବାକୁ ଯାଉଛି ଯାଉ ପଛେ, କିନ୍ତୁ ଯଦି ଭୁଲ ଲୋକଟା ଆସିଥିବ 10 ଜଣଙ୍କର ଜୀବନ ନେବା ପାଇଁ, ତମେ ତା ଜୀବନ ବଞ୍ଚେଇବ ବୋଲି ଭାବ। ତ ଏସବୁକୁ ଆମକୁ ନିଜକୁ ସଚେତନ ହେବାକୁ ପଡ଼ିବ। ଆଉ ବାକି ରହିଲା ପ୍ଲେନ୍ କ୍ରାସ୍ କଥା। ସବୁଠୁ ସେଫେଷ୍ଟ ପ୍ଲେନ୍ ସିଏ। ଆଉ ପ୍ରତ୍ୟେକ ପ୍ଲେନ୍ରେ ଆପଣମାନେ ଜାଣିଥିବେ 2ଟା ଇଞ୍ଜିନ୍ ଥାଏ। ଗୋଟେ ଇଞ୍ଜିନ୍ ଫେଲ୍ ହେଲେ ଆଉ ଗୋଟେ ଇଞ୍ଜିନ୍ କାମ କରେ। ବଟ୍ ଏୟାରପୋର୍ଟରୁ ଉଠିବା 1ରୁ 2 ମିନିଟ୍ ଭିତରେ ପ୍ଲେନ୍ଟା ଖସି ପଡ଼ିବା ଆଉ କ୍ରାସ୍ ନଷ୍ଟ ହେଇଯିବା, ଏ କଥା ମୋତେ କାହିଁ ହଜମ ହେଉନି। ଯେଉଁଟାକି ପ୍ରାୟ 1,00,000 କି 2,00,000 କେସ୍ ଭିତରୁ ଗୋଟେ ହୁଏ। ମେ ବି ସେ କେସ୍ଟା ହେଇଥାଇପାରେ 2025ରେ, ବଟ୍ ମୋତେ କାହିଁ ଲାଗୁଛି ୟା ପଛରେ କୌଣସି ଷଡ଼ଯନ୍ତ୍ର ଅଛି। ଯଦି ଷଡ଼ଯନ୍ତ୍ର ଅଛି, ଆମ ସରକାରକୁ ତାକୁ ବାହାର କରିବା ଉଚିତ। ଯଦି 24 ଲୋକ ମରିଗଲେ ଆତଙ୍କବାଦୀ ଆପଣମାନେ ଯୁଦ୍ଧ କରିଦେଲେ, ତାହେଲେ 240 ଲୋକଙ୍କ ପାଇଁ ନିଶ୍ଚୟ ଆପଣ କିଛି ନା କିଛି କରିବା ଉଚିତ। ଏହା ହିଁ ମୋର ରିକ୍ୱେଷ୍ଟ। ରହିଲି। ଜୟ ଜଗନ୍ନାଥ।